ଜାନୁଆରୀ 15 ପରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା। ଜାନୁଆରୀ 15 ତାରିଖ ପରେ ମିଳିବ ସୁଭଦ୍ରା ଟଙ୍କା। ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ। ତେବେ ନିର୍ଦ୍ଦିଷ୍ଟ କେତେ ତାରିଖରେ ଟଙ୍କା ମିଳିବ ସେ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କୌଣସି ସ୍ପଷ୍ଟ କରିନାହାନ୍ତି। ଡିସେମ୍ବର 30 ତାରିଖ ଯାଏ ତଦନ୍ତ ହେଉଛି ବୋଲି ପୂର୍ବରୁ ସୂଚନା ଦେଇଥିଲେ। ଏହି ସମୟ ଅବଧିକୁ ଜାନୁଆରୀ 15 ଯାଏ ବୃଦ୍ଧି କରାଯାଇଛି। ଏବେ ବ୍ୟାଙ୍କଗୁଡ଼ିକ ସହିତ ବୈଠକ ସରିଲାଣି। ଅଙ୍ଗନବାଡ଼ି ଦିଦିମାନେ ଘର ଘର ବୁଲି ଯାଞ୍ଚ କରୁଛନ୍ତି। ମାର୍ଚ୍ଚ 30ରେ ଆବେଦନ କଲେ ମଧ୍ୟ ଏକାଥରେ 2ଟି କିସ୍ତି ମିଳିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି। ଗାଁର ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ ନ କଲା ଯାଏଁ ଚାଲିବ ପଞ୍ଜୀକରଣ। ପ୍ରଥମ କିସ୍ତି ମିଳିବାର ଶେଷ ତାରିଖ ମାର୍ଚ୍ଚ 8 ଥିଲା। ମାର୍ଚ୍ଚ 30 ପରେ ଆବେଦନ କଲେ ମଧ୍ୟ କିସ୍ତି ଟଙ୍କା ମିଳିବ ବୋଲି ସ୍ପଷ୍ଟ କରିଛନ୍ତି ପ୍ରଭାତୀ ପରିଡ଼ା। ଜାନୁଆରୀ 8ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ। ରାଜଭବନରେ ରାତ୍ରି ଯାପନ କରିବେ। ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାନୁଆରୀ 8 ତାରିଖ ରାତି 8ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚି ସିଧା ରାଜଭବନ ଯିବେ। ସେଠାରେ ରାତ୍ରି ଯାପନ କରିବେ। 9 ତାରିଖ ସକାଳ 9:45ରେ ରାଜଭବନରୁ ଜନତା ମଇଦାନ ଯିବେ ନରେନ୍ଦ୍ର ମୋଦି। 9:55ରେ ଜନତା ମଇଦାନରେ ପହଞ୍ଚିବା ପରେ 18ତମ ପ୍ରବାସୀ ଭାରତୀୟ ସମ୍ମିଳନୀରେ ହେବେ ସାମିଲ। ଦିନ 10ଟାରୁ 11:30 ପର୍ଯ୍ୟନ୍ତ ପ୍ରବାସୀ ଭାରତୀୟଙ୍କ ସହ ସମୟ ବିତାଇବେ ନରେନ୍ଦ୍ର ମୋଦି। ଏହାପରେ ଦିନ 11:55ରେ ଦିଲ୍ଲୀ ଅଭିମୁଖେ ବାହାରିଯିବେ। 8 ତାରିଖରୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ସମ୍ମିଳନୀ। ଏହା 10 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ରାଜ୍ୟରେ ଏବେଠୁ ପହଞ୍ଚିଲେଣି ବିଦେଶ ଅତିଥି। ପେନ୍ସନ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଏବେ ଯେକୌଣସି ବ୍ୟାଙ୍କରୁ ମିଳିବ ପେନ୍ସନ୍। ପେନ୍ସନ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଦେଶର ପେନ୍ସନ୍ ବ୍ୟବସ୍ଥାରେ ସଂସ୍କାର ଆଣିଲେ କେନ୍ଦ୍ର ସରକାର। ନୂଆ ବ୍ୟବସ୍ଥାରେ ଏବେ ଯେକୌଣସି ବ୍ୟାଙ୍କରୁ ଉଠାଇ ହେବ ଟଙ୍କା। ଏହି ବ୍ୟବସ୍ଥାରେ 2024 ଡିସେମ୍ବର ମାସର 1570 କୋଟି ଟଙ୍କାର ପେନ୍ସନ୍କୁ ଏକକାଳୀନ 68 ଲକ୍ଷରୁ ଅଧିକ ପେନ୍ସନ୍ ଭୋଗୀଙ୍କୁ ଦିଆଯାଉଛି। ଏବେ ପେନ୍ସନ୍ ଭୋଗୀମାନେ ଦେଶର ଯେକୌଣସି ସ୍ଥାନରେ ଯେକୌଣସି ବ୍ୟାଙ୍କ ଶାଖାରୁ ନିଜ ପେନ୍ସନ୍ ପାଇପାରିବେ। ଏହା ସହ ପେନ୍ସନ୍ ଆରମ୍ଭ କରିବା ଲାଗି ସେମାନଙ୍କୁ ବ୍ୟାଙ୍କକୁ ନିଜେ ଯିବାକୁ ପଡ଼ିବ ନାହିଁ। ଚଳିତ ବର୍ଷ ଜାନୁଆରୀରୁ ଦେଶରେ ଥିବା ଇପିଏଫ୍ଓର ସମସ୍ତ 122 ଆଞ୍ଚଳିକ କାର୍ଯ୍ୟାଳୟ ଜରିଆରେ ଏହି କେନ୍ଦ୍ରୀଭୂତ ବ୍ୟବସ୍ଥା ଲାଗୁ କରାଯାଇଛି। ସାରା ଓଡ଼ିଶାରେ ଅସହ୍ୟ ଝାଡ଼। 4 ଡିଗ୍ରୀରେ ଥରିଲା କନ୍ଧମାଳ ଏବଂ ଜି ଉଦୟଗିରି। ସାରା ରାଜ୍ୟରେ ଶୀତ ଲହରୀ। ଥଣ୍ଡାରେ ଅସ୍ତବ୍ୟସ୍ତ ଜନଜୀବନ। 10 ଡିଗ୍ରୀ ତଳେ 8 ସହର ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। 4.6 ଡିଗ୍ରୀ ତାପମାତ୍ରା ସହ ଜି ଉଦୟଗିରି ସବୁଠୁ ଥଣ୍ଡା ସହର। ସେହିପରି ଫୁଲବାଣୀରେ 7.5, ରାଉରକେଲାରେ 8.7, କୋରାପୁଟରେ 8.8, ଝାରସୁଗୁଡ଼ା ଓ ଅନୁଗୁଳରେ 9 ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଦାରିଙ୍ଗବାଡ଼ିରେ 9.5, ଭବାନୀପାଟଣାରେ 9.9 ଡିଗ୍ରୀ ତାପମାତ୍ରା ରହିଛି। କେନ୍ଦୁଝରରେ 10.4, ହୀରାକୁଦରେ 11.6, ସମ୍ବଲପୁରରେ 11.9, ଭୁବନେଶ୍ୱରରେ 12.7 ତାପମାତ୍ରା ରେକର୍ଡ ହୋଇଛି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ମଧ୍ୟ ଘନ କୁହୁଡ଼ି ସହ ପ୍ରବଳ ଶୀତ ଲହରୀ ଜାରି ରହିଛି। ଆଜି ତାପମାତ୍ରା 10ରୁ 12 ଡିଗ୍ରୀ ତାପମାତ୍ରା ରହୁଛି। ସକାଳୁ ସକାଳୁ ସ୍କୁଲ ପିଲା ସ୍କୁଲ ଯିବା ପାଇଁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିଲ୍ଲୀ ନିର୍ବାଚନ ପ୍ରତିଶ୍ରୁତି ବର୍ଷା କଲା କଂଗ୍ରେସ। ମହିଳାଙ୍କୁ ମାସକୁ 3000 ସହ ମିଳିବ ଏହିସବୁ ସୁବିଧା। ମାସକ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ସରଗରମ ହେଲାଣି ରାଜନୀତି। ଶାସକ ଦଳ ଆପ୍, ବିରୋଧୀ ବିଜେପି ଏବଂ କଂଗ୍ରେସ ରଣନୀତି ସହ ମଇଦାନକୁ ଓହ୍ଲାଇଲେଣି। ପୂଜାରୀକୁ ନେଇ ଆପ୍ ଖାସ୍ ଯୋଜନା କରିଥିବା ବେଳେ ବିରୋଧୀ ବିଜେପି ପ୍ରାର୍ଥୀଙ୍କ ଲାଗି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଠିକ୍ ସେମିତି କଂଗ୍ରେସ ବି ଲୋକାଭିମୁଖୀ ଯୋଜନା କରି ଭୋଟ ନେବା ପାଇଁ ପ୍ଲାନ୍ କରିଛି। ବିଶେଷ ଭାବରେ ମହିଳାଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଦଳ ଯଦି ଦିଲ୍ଲୀରେ ସରକାର କରେ ତାହେଲେ ମହିଳାଙ୍କୁ ମାସକୁ 3000 ଟଙ୍କା ସହିତ ସ୍ୱାସ୍ଥ୍ୟ ବୀମା ମଧ୍ୟ ପ୍ରଦାନ କରାଯିବ। କେବଳ ଏତିକି ନୁହେଁ, ଆହୁରି ଅନେକ ଯୋଜନା ଦଳ ପକ୍ଷରୁ କୁହାଯାଇଛି। ଖୁବ୍ ଶୀଘ୍ର ଦଳ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି। ପିଲାମାନଙ୍କୁ ସୋସିଆଲ ମିଡ଼ିଆ କଟକଣା ଦରକାର ପଡ଼ିବ। ଅଭିଭାବକଙ୍କ ଅନୁମତି। ଦେଶରେ ଖୁବ୍ ଶୀଘ୍ର ପିଲାମାନଙ୍କ ପାଇଁ ସୋସିଆଲ ମିଡ଼ିଆ ବ୍ୟବହାର ଉପରେ କଟକଣା ଲାଗିବ। କୌଣସି ଅଳ୍ପ ବୟସର ପିଲା ସୋସିଆଲ ମିଡ଼ିଆରେ ଆକାଉଣ୍ଟ ଖୋଲିଲେ ଅଭିଭାବକଙ୍କ ଅନୁମତି ଦରକାର ପଡ଼ିବ। କେନ୍ଦ୍ର ସରକାର ଜାରି କରିଥିବା ଚିଠା ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନରେ ଏହି ବ୍ୟବସ୍ଥା କରିଛନ୍ତି। ଏହା ଉପରେ ଫେବୃଆରୀ 18 ସୁଦ୍ଧା ମତାମତ ଦେବାକୁ ଅଂଶୀଦାରମାନଙ୍କୁ କୁହାଯାଇଛି। ନୂଆ ଆଇନରେ ଲୋକମାନଙ୍କ ପାଖରେ ସେମାନଙ୍କ ତଥ୍ୟର ଅଧିକ ନିୟନ୍ତ୍ରଣ ରହିବ। ଲୋକମାନେ ଚାହିଁଲେ କୌଣସି ତଥ୍ୟ ଡିଲିଟ୍ କରିବା ଲାଗି ଦାବି କରିପାରିବେ। ବ୍ୟକ୍ତିଗତ ତଥ୍ୟ ଅଧିକାରକୁ ନେଇ କମ୍ପାନୀଗୁଡ଼ିକ ଅଧିକ ସ୍ୱଚ୍ଛ ନୀତି ଆଣିବେ ଏବଂ ଲୋକଙ୍କ ତଥ୍ୟ ସଂଗ୍ରହ ପୂର୍ବରୁ ସେମାନଙ୍କୁ ତାହାର କାରଣ ବିଷୟରେ କମ୍ପାନୀ ଆଗୁଆ ଜଣାଇବ। ଏହି ଆଇନର ଉଲ୍ଲଂଘନ କଲେ କମ୍ପାନୀକୁ 250 କୋଟି ଟଙ୍କା ପର୍ଯ୍ୟନ୍ତ ମୋଟା ଅଙ୍କର ଜୋରିମାନା ଗଣିବାକୁ ପଡ଼ିବ। ଶିଶୁ ଓ ଦିବ୍ୟାଙ୍ଗମାନଙ୍କ ତଥ୍ୟ ପ୍ରକ୍ରିୟାକରଣ ପୂର୍ବରୁ ଅଭିଭାବକଙ୍କ ଅନୁମତି ନେବାକୁ ଚିଠା ଆଇନରେ ବ୍ୟବସ୍ଥା କରାଯାଇଛି। ଏଥିରେ ଇ-କମର୍ସର ମଧ୍ୟ ସଂଜ୍ଞା ନିର୍ଦ୍ଧାରଣ କରାଯାଇଛି। ଅନଲାଇନ୍ ଗେମିଂରେ ମଧ୍ୟସ୍ଥ ସଂସ୍ଥାର ମଧ୍ୟ ସଂଜ୍ଞା ଧାର୍ଯ୍ୟ କରାଯାଇଛି। ସିରିଜ୍ ଉତ୍କ୍ଷେପଣ ପାଇଁ ପ୍ରସ୍ତୁତ ଇସ୍ରୋ। ରହିଛି ଅନେକ ବଡ଼ ଯୋଜନା।
2025 ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ଏକ ଦମଦାର ସିରିଜ ଉତ୍କ୍ଷେପଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଭାରତର ମହାକାଶ ଉଚ୍ଚାଭିଳାଷ ବୃଦ୍ଧି ପାଇବ। 2025 ପାଇଁ ଯେଉଁ ମିଶନଗୁଡ଼ିକ ଧାଡ଼ିରେ ଅଛନ୍ତି ସେଗୁଡ଼ିକ ମଧ୍ୟରେ ଅଛି 4ଟି GSLV MK2 ଉଡ଼ାଣ ଏବଂ ବାଣିଜ୍ୟିକ ମିଶନ ଯେଉଁଥିରେ ଶକ୍ତିଶାଳୀ LVM-3 ବ୍ୟବହାର କରାଯିବ। ଗଗନଯାନ କାର୍ଯ୍ୟକ୍ରମ ଅଧୀନରେ ପ୍ରଥମ କ୍ରୁ ବିହୀନ G1 ମିଶନର ଟେଷ୍ଟ ଫ୍ଲାଇଟ୍ ରହିଛି ଯେଉଁଥିରେ ଉନ୍ନତ ମାନବ ରେଟେଡ୍ LVM-3 ବ୍ୟବହାର କରାଯିବ। ଏହା ବ୍ୟତୀତ 3ଟି PSLV ମିଶନ ପାଇଁ ଯୋଜନା ରହିଛି ଯେଉଁଥିରେ ଇଲେକ୍ଟ୍ରିକ୍ ପ୍ରପଲ୍ସନ ସିଷ୍ଟମ, କଣ୍ଟାକ୍ଟ କମ୍ୟୁନିକେସନ ପରୀକ୍ଷଣ ଏବଂ ପୃଥିବୀ ପର୍ଯ୍ୟବେକ୍ଷଣ ଜ୍ଞାନକୌଶଳ ସମେତ ଗୁରୁତ୍ୱପୂର୍ଣ୍ଣ ପୋଲାର୍ଡ ରହିଛି। ଇସ୍ରୋ ଏକ ବାଣିଜ୍ୟିକ ଅଂଶୀଦାର ପାଇଁ LSLV ଉତ୍କ୍ଷେପଣ କରିବ ଏବଂ ଗଗନଯାନ କାର୍ଯ୍ୟକ୍ରମ ପାଇଁ ଗୁରୁତ୍ୱପୂର୍ଣ୍ଣ ଏକ ସୁରକ୍ଷା ବୈଶିଷ୍ଟ୍ୟ ଇନ୍ ଫ୍ଲାଇଟ୍ ଆଲବର୍ଟ ସିଷ୍ଟମର ପରୀକ୍ଷଣ କରାଯିବ। ସିଡନୀରେ ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ। ଅଷ୍ଟ୍ରେଲିଆ 181 ରନ୍ରେ ଅଲ୍ ଆଉଟ୍, ଭାରତକୁ 4 ରନ୍ର ଲିଡ୍। ବର୍ଡର ଗାଭାସ୍କର ସିରିଜର ଅନ୍ତିମ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଭାରତୀୟ ବୋଲର। ପ୍ରଥମ ଇନିଂସରେ ଭାରତ ମାତ୍ର 150 ରନ୍ କରିପାରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ମାତ୍ର 181 ରନ୍ ହିଁ କରିପାରିଛି। ଭାରତକୁ 4 ରନ୍ର ଲିଡ୍ ମିଳିଥିବା ବେଳେ ଏବେ ଆରମ୍ଭ ହୋଇଛି ଭାରତର ଦ୍ୱିତୀୟ ଇନିଂସ। ସିଡନୀରେ ବର୍ଡର ଗାଭାସ୍କର ସିରିଜର ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଯଶପ୍ରୀତ ବୁମରା ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ନେଇଛନ୍ତି। ତେବେ କ୍ୟାପ୍ଟେନ୍ଙ୍କ ସମେତ ଭାରତର ପେସ୍ ବୋଲର ଦମଦାର ପ୍ରଦର୍ଶନ କରିଛନ୍ତି। ଫଳରେ ଅଷ୍ଟ୍ରେଲିଆ ଦଳ ମାତ୍ର 181 ରନ୍ ହିଁ କରିପାରିଛି।